तस्मै श्रीगुरवे नमः। नमावं विष्णुपदाभूतले श्रीमते भक्तिवेदान्त स्वामिने इति नामिने। नमस्ते सारस्वती देवे गौरवाणी प्रचारिणे। আমার ইন্টারনেট স্লো আছে। আপনি গেছে আবার মানুষ জয়েন করবে। হরে কৃষ্ণ। মানুষ জয়েন করছে। আপনার ইন্টারনেট একটু স্লো। हाँ কি হয়েছে? ইন্টারনেট স্লো আছে যে আপনার ওখানে। হ্যাঁ আসলে না, এখানে ইন্টারনেটে আবার পয়সা শেষ হয়ে গেছে। এই নিমাই তার ফোন থেকে দিয়েছে, এই জন্য গন্ডগোল হচ্ছে না। হলে বাঞ্ছাকল্পতরুশ্চ সিন্ধু ভৈবচ পতিতানাং পাবনেভ্यो वैष्णवेभ्यो नमो नमः। जय श्री कृष्ण चैतन्य प्रभु नित्यानंद श्री अद्वैत गदाधर शिवासादि श्री गौर भक्त वृंद। हरे कृष्ण 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 हरे हरे, हरे राम 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 हरे हरे। मुखं करोति वाचालं पंगुलं गिरिं यत्कृपातमहं वन्दे परमानन्दमाधवम्। श्रीगुरुदिनतारिणं श्रीचैतन्य ईश्वरं नमः। विष्णुपादाय कृष्णपृष्ठाय भूतले स्मृति जपथ। ଆମେ ନବମ ଅଧ୍ୟାୟରେ ଶେଷ ଶ୍ଲୋକ ପଢିକି ଶୁଣୁଥିଲେ ତାତ୍ପର୍ଯ୍ୟ। ପ୍ରଥମ ପାରାଗ୍ରାଫ ତାତ୍ପର୍ଯ୍ୟ ଆମେ ଶୁଣିଛେ। ମନ୍ମନା ଭବ ମଦ୍ଭକ୍ତ ମଜ୍ଜାଜି ମାଂ ନମସ୍କୁରୁ ମାମେବ ଶଶି ଯୁକ୍ତିବ ଆତ୍ମାନଂ ମତ୍ପରାୟଣ। ସର୍ବଦା ତୁମର ମନକୁ ମୋ ଚିନ୍ତାରେ ଲଗାଅ, ମୋର ଭକ୍ତ ହୁଅ, ମୋତେ ପ୍ରଣାମ କର, ମୋତେ ପୂଜା କର। ସମ୍ପୂର୍ଣ୍ଣ ରୂପରେ ମୋ ଠାରେ ମଗ୍ନ ହେଲେ ତୁମେ ନିଶ୍ଚିତ ରୂପେ ମୋ ଠାକୁ ହିଁ ଆସିବ। ତ ହୁଁ, ତ ସେ ପ୍ରଥମ ପାରାଗ୍ରାଫ ଶେଷ ଲାଇନଟି ଥିଲା, ଯଦିଓ କୃଷ୍ଣ ବିଜ୍ଞାନ ସମ୍ବନ୍ଧରେ ଏହା ସେମାନଙ୍କର ନିପଟ ଅଜ୍ଞତା ଅଟେ, ତଥାପି କେତେକ ଲୋକ ସାଧାରଣଙ୍କୁ ପଥ ଭ୍ରାନ୍ତ କରାଇ ଫାଇଦା ଉଠାନ୍ତି। ଆଚ୍ଛା, କେତେକ ଅସୁର ସ୍ୱଭାବ ସମ୍ପନ୍ନ ଲୋକ ଅଛନ୍ତି, ସେମାନେ କୃଷ୍ଣକୁ ହିଂସା କରନ୍ତି। ତେଣୁ ସେଇ ହିସାବରେ କିମ୍ବା ସେଇ ଭାବନାର ବଶବର୍ତ୍ତୀ ହୋଇ ସେମାନେ କୃଷ୍ଣଙ୍କ ସମ୍ପର୍କରେ ଭାବୁଥାନ୍ତି। ଯେପରି କୃଷ୍ଣଙ୍କର ମାମୁଁ କଂସ କୃଷ୍ଣଙ୍କୁ ଚିନ୍ତା କରୁଥିଲେ। ସେ କଂସ ସର୍ବଦା କୃଷ୍ଣଙ୍କୁ ଚିନ୍ତା କରୁଥିଲେ, କାରଣ ସେ କୃଷ୍ଣଙ୍କୁ ଶତ୍ରୁ ରୂପେ ଚିନ୍ତା କରୁଥିଲେ। ସେ ବରାବର ଚିନ୍ତାକୁଳ ଥିଲା, ସବୁବେଳେ ଭାବୁଥାଏ କେତେବେଳେ କୃଷ୍ଣ ଆସି ତାକୁ ମାରି ପକାଇବେ। ଏହି ପ୍ରକାର ଭାବନା ଆମକୁ କୌଣସି ପ୍ରକାର ସାହାଯ୍ୟ କରିବ ନାହିଁ। ହୁଁ। ତ ଦେଖନ୍ତୁ ଏଠି ଯେ ଭଗବାନ କୃଷ୍ଣ କହିଲେ ମନ୍ମନା, ମାନେ ମୋର କଥା ଚିନ୍ତା କର। ତ ଭଗବାନଙ୍କର କଥା ଭକ୍ତମାନେ ବି ଚିନ୍ତା କରନ୍ତି, ଅସୁରମାନେ ବି ଚିନ୍ତା କରନ୍ତି। ଯେମିତିକା ହିରଣ୍ୟକଶ୍ୟପ ସବୁବେଳେ ବିଷ୍ଣୁଙ୍କୁ ଅନ୍ୱେଷଣ କରୁଥିଲା, କୋଉଠି ସେ ବିଷ୍ଣୁ, କୋଉଠି ସେ ବିଷ୍ଣୁ, ସବୁବେଳେ ବିଷ୍ଣୁ ଚିନ୍ତା। ରାବଣ ରାମ ରାମ, ସବୁବେଳେ ରାମ ଚିନ୍ତା। କଂସ ଏତେ କୃଷ୍ଣ ଚିନ୍ତାରେ ଥିଲା ମଗ୍ନ ଯେ କୋଉଠି ମୁଁ ଶୁଣିଛି କଂସ ଯେ ସିଡିରେ ଉଠୁଛି, 1 ନମ୍ବର, 2 ନମ୍ବର, 3 ନମ୍ବର, 4 ନମ୍ବର, 5 ନମ୍ବର, 6 ନମ୍ବର, 7 ନମ୍ବର, 8 ନମ୍ବର, ଏ 8 ନମ୍ବର ସିଡିରେ ତାର ଗୋଡ ରଖିଲେ, ପାଦ ରଖିଲେ ତାର କୃଷ୍ଣ ସ୍ମୃତି ଆସୁଛି। କାହିଁକି ନା ଦେବକୀର ଅଷ୍ଟମ ଗର୍ଭ ପୁତ୍ର ମତେ ମାରିବ। ସେ ଏତେ କୃଷ୍ଣ
ଚିନ୍ତନରେ ମଗ୍ନ ଥିଲା, ତାହେଲେ କଣ ଆମେ ଅସୁରଙ୍କ ଭଳିଆ ଚିନ୍ତା କରିବା? ନା, କାରଣ ଅସୁରଙ୍କର ଚିନ୍ତାଟା ହଉଛି, ସେମାନେ ବି ଚିନ୍ତା କରୁଛନ୍ତି ମନ୍ମନା, କିନ୍ତୁ ପ୍ରତିକୂଳ ଭାବ। ସେଥିପାଇଁ ଭଗବାନ ସେଟାକୁ ସୁସ୍ପଷ୍ଟ କରିବା ପାଇଁ କହିଦେଲେ କଣ, ମନ୍ମନା ମୋର କଥା ଚିନ୍ତା କର କି ଭାବେ ନା ମତ୍ ଭକ୍ତ, ହଁ ମତ ଭକ୍ତ। ହୁଁ। ମୋର ଭକ୍ତମାନେ ଯୋଉ ଭଳିଆ ଚିନ୍ତା କରୁଛନ୍ତି, ଆମକୁ ସେଭଳିଆ ଚିନ୍ତା କରିବାକୁ ପଡିବ। ହୁଁ। ଯଦି ପ୍ରତିକୂଳ ଭାବରେ କରିବ, ସେ କୃଷ୍ଣ ଭାବନା ଆମକୁ କେବେ ହେଲେ ସାହାଯ୍ୟ କରିବନି। ଆନୁକୂଲ୍ୟନ କୃଷ୍ଣାନୁଶୀଳନ, ଅନୁକୂଳରେ କୃଷ୍ଣ ଭକ୍ତି କରିବାକୁ ପଡିବ। ବ୍ୟକ୍ତି ଶ୍ରୀକୃଷ୍ଣଙ୍କୁ ପ୍ରେମରେ, ଶ୍ରଦ୍ଧାରେ ବା ଭକ୍ତି ଭାବରେ ଚିନ୍ତା କରିବା ଉଚିତ। ତାହା ହେଉଛି ଭକ୍ତି। ବ୍ୟକ୍ତି କ୍ରମାଗତ ଭାବରେ କୃଷ୍ଣ ଜ୍ଞାନ ଆହରଣ କରିବା ଉଚିତ। ହୁଁ। କିପରି ସେ ଜ୍ଞାନ ଆହରଣ କରିବ? ଏହାକୁ ଏକ ଉପଯୁକ୍ତ ଗୁରୁଙ୍କ ଠାରୁ ଶିଖିବାକୁ ପଡିବ। ଗୁରୁ ତାକୁ ଶିଖେଇ ଦେବେ। ହୁଁ। ଶ୍ରଦ୍ଧା ସହକାରେ ପରିପ୍ରଶ୍ନନ ସେବୟା ଉପଦେକ୍ଷନ୍ତି ତେ ଜ୍ଞାନମ୍ ଜ୍ଞାନିନସ୍ତତ୍ୱ ଦର୍ଶନ। ତାହେଲେ ତତ୍ତ୍ୱଦର୍ଶୀ ଗୁରୁଙ୍କ ପାଖକୁ ଯାଇକି ପରିପ୍ରଶ୍ନ କରିବେ, ତାହେଲେ ହବ। ଶ୍ରୀକୃଷ୍ଣ ହେଉଛନ୍ତି ପରମପୁରୁଷ ଭଗବାନ, ଏବଂ ଆମେ ଅନେକ ବାର କହିଛୁ ଯେ ତାଙ୍କ ଶରୀର ଭୌତିକ ଶରୀର ନୁହଁ, ତା ସଚିତ୍ ଆନନ୍ଦ। କୃଷ୍ଣଙ୍କ ସମ୍ବନ୍ଧରେ ଏହି ପ୍ରକାର ଭାବନା ବା କଥା ବ୍ୟକ୍ତିକୁ ଭକ୍ତ ହେବାରେ ସାହାଯ୍ୟ କରିବ। ଅର୍ଥାତ୍ ଇଏ ଗୋଟେ ବହୁତ ଗୁରୁତ୍ୱପୂର୍ଣ୍ଣ ବିଷୟ ଯେ କୃଷ୍ଣଙ୍କର ଶରୀରରେ ଦିବ୍ୟ, ତାଙ୍କ କର୍ମ ଦିବ୍ୟ, ତ୍ରିଗୁଣାତୀତ। ଏଇଟା ଜାଣେ, କିଛି ଜିନିଷ ଭଗବାନଙ୍କ ସମୟରେ ଆମକୁ ଜାଣିବାକୁ ପଡ଼ିବ। ଜାଣିବାକୁ ମାନେ ଆଖି ବୁଜିକି ବନ୍ଦ କରିବାକୁ, ଆଖି ବନ୍ଦ କରିକି ମାନିବାକୁ ପଡ଼ିବ। ପ୍ରଥମେ ଟିକେ ମାନିଲେ ତାପରେ ଆମେ ଆଗେଇ ପାରିବା। ଯେ ଭଗବାନଙ୍କର, ଯେ ଭଗବାନଙ୍କର ଅଚିନ୍ତ୍ୟ ଶକ୍ତି ଯେ ଆମର ଚିନ୍ତାର ବାହାରେ, ପ୍ରଥମ ନମ୍ବର। ଭଗବାନଙ୍କର ଅଚିନ୍ତ୍ୟ ଶକ୍ତି ଅଛି ଜାଣି ତାକୁ ଗ୍ରହଣ କଲେ ସବୁ ଠିକ ବୁଝିପାରିବା। ତାହେଲେ ଭଗବାନ ମଧ୍ୟରେ ଅଘଟନ ଘଟନ ପ୍ରତି ଅଛି, ସେ ଅଘଟନ ବିଷୟକୁ ବି ଘଟେଇ ପାରିବେ। ତାପରେ ଭଗବାନଙ୍କର ସଚିତ୍ ଆନନ୍ଦ, ଭଗବାନ ନିତ୍ୟ ଜ୍ଞାନମୟ ଆନନ୍ଦମୟ, ସେ ଦିବ୍ୟ, ଜଡ଼ ଗୁଣର ଅତୀତ। ହୁଁ। ଏଇଭଳି ଆଉ କିଛି ଜିନିଷ ଅଛି, ସେ ହେଉଛନ୍ତି ମାୟାଧୀଶ, ମାୟାର ଅଧୀଶ୍ୱର। ଏଇଭଳିଆ ପାଞ୍ଚ ସାତଟା ପଏଣ୍ଟ ଭଲକି ଯଦି ଜାଣିପାରିବା, ବୁଝିପାରିବା, ଗ୍ରହଣ କରିପାରିବା, ତାହେଲେ ଆମମାନଙ୍କ ଭଗବାନଙ୍କର କାର୍ଯ୍ୟକଳାପ ଗୁଡ଼ିକ ଆହୁରି ସୁସ୍ପଷ୍ଟ ହବ। ତା ନହେଲେ ହବନି। ସେଥିପାଇଁ କହୁଛି କୃଷ୍ଣଙ୍କ ସମ୍ବନ୍ଧରେ ଏହି ପ୍ରକାର ଭାବନା ବା କଥା ବ୍ୟକ୍ତିକୁ ଭକ୍ତ ହେବାରେ ସାହାଯ୍ୟ କରିବ। ଅନ୍ୟଥା ଏକ ମିଥ୍ୟା ଗୁରୁଙ୍କ ଠାରୁ କୃଷ୍ଣ କଥା ଶୁଣିଲେ କୌଣସି ଫଳ ଲାଭ ହବନି। ମିଥ୍ୟା ଗୁରୁ କିଏ? ଯେ ମନେକରେ କୃଷ୍ଣ ନୁହଁ, କୃଷ୍ଣ ଭିତରେ ପରମାତ୍ମା ଅଛନ୍ତି, ସେ ମିଥ୍ୟା ଗୁରୁ। କୃଷ୍ଣ ହେଉଛନ୍ତି ଜଣେ ସାଧାରଣ ମଣିଷ, ସେ ମିଥ୍ୟା ଗୁରୁ। କୃଷ୍ଣ ବି ଆମ ଭଳିଆ ମାୟାର ଅଧୀନ, ଗୁରୁ କହିବେ, ସେ ମିଥ୍ୟା ଗୁରୁ। ହଁ। କୃଷ୍ଣଙ୍କ ପାଖରେ କିଛି ବେଶ ବା କୃଷ୍ଣଙ୍କର କାର୍ଯ୍ୟକଳାପ ଜଡ଼। କୃଷ୍ଣ ଜଣେ ଦେବତା, କୃଷ୍ଣ ଜଣେ ମହାପୁରୁଷ। ଏଇଭଳି ଯେ ଧାରନ୍ତି, ବର୍ଣ୍ଣନା କରନ୍ତି, ସେମାନେ ହେଉଛନ୍ତି କଣ ନା ମିଥ୍ୟା ଗୁରୁ। ତେଣୁ ବ୍ୟକ୍ତି ଶ୍ରୀକୃଷ୍ଣଙ୍କର ମୌଳିକ ସନାତନ ରୂପକୁ ଧ୍ୟାନ କରିବା ଉଚିତ। ମୌଳିକ ସନାତନ ରୂପ ଏଟା କଣ? ଏଇ ଯେ ଶ୍ରୀକୃଷ୍ଣ ଦ୍ୱିଭୁଜ ମୁରଲୀଧାରୀ ରୂପଟି ମୌଳିକ।
କିଏ କହୁଛନ୍ତି କୃଷ୍ଣଙ୍କୁ ପିତା ମାତାଙ୍କ ଭିତରେ ଆମେ ଭଗବାନଙ୍କୁ ଦେଖୁଛୁ। ଗରିବ ଲୋକ ମଣିଷର ଭିତରେ ଭଗବାନଙ୍କୁ ଦେଖୁଛୁ। ସେଇଟା ତ ସବୁଥିରେ ଭଗବାନଙ୍କୁ ଦେଖ ନା, ଭଗବତ ସବୁଥିରେ ରହିଛନ୍ତି, ସେଟା ଅସୁବିଧା ନାହିଁ। ସବୁଠି ଭଗବାନଙ୍କୁ ଦେଖ, ଭଗବାନଙ୍କ ଭିତରେ ଭଗବାନଙ୍କୁ ଦେଖ ନା କାହିଁକି? ଭଗବାନଙ୍କୁ ଭଗବାନ ଉପରେ ଦେଖିବାର ଅସୁବିଧା କଣ ଅଛି? ମୁଁ ବାପା ମାଙ୍କ ଭିତରେ ଭଗବାନଙ୍କୁ ଦେଖୁଛି। ହୁଁ, ଗରିବ ଲୋକଙ୍କ ଭିତରେ ଭଗବାନଙ୍କୁ ଦେଖୁଛି। ସବୁ ଭିତରେ ଭଗବାନଙ୍କୁ ଦେଖୁଛି। ଆଉ କିନ୍ତୁ ଭଗବାନଙ୍କୁ ଭଗବାନ ଭଳିଆ ଦେଖୁନି। ତାହେଲେ ଏଟା କେମିତି ହବ? ହୁଁ, ଆମେ ଦେବାଦେବୀ ମାନଙ୍କୁ ଭଗବାନ ଭଳିଆ ପୂଜା କରୁଛେ। ଭଗବାନଙ୍କୁ ଭଗବାନ ଭଳିଆ ଗ୍ରହଣ କରିବା ଦରକାର। ତ ଭଗବାନଙ୍କର ଅନାଦି ଅନନ୍ତ ରୂପ ରହିଛି। ରାମ ବାମ ନରସିଂହ ଖୁବ ଭଲ। କିନ୍ତୁ ତାହାର ଭିତରେ ତାଙ୍କର କୃଷ୍ଣସ୍ତ ଭଗବାନ ସ୍ୱୟଂ। ଏଇତେ ଚ ଅଂଶ କଲା ଅଂଶ କୃଷ୍ଣସ୍ତ ଭଗବାନ ସ୍ୱୟଂ। ସେ କୃଷ୍ଣଙ୍କର ମୌଳିକ ସନାତନ ରୂପ, ମୌଳିକ। ସେ ତାର ହୃଦୟରେ ଏଇ ଭାବନା ପୋଷଣ କରିବା ଉଚିତ ଯେ ଶ୍ରୀକୃଷ୍ଣ ପରମ ପୁରୁଷ ଅଟନ୍ତି। ବ୍ରହ୍ମା ବି ବ୍ରହ୍ମ ସଂହିତାରେ କହୁଛନ୍ତି, ଈଶ୍ୱର ପରମ କୃଷ୍ଣ ସଚ୍ଚିଦାନନ୍ଦ ବିଗ୍ରହ ଅନାଦି ରାଜ ଗୋବିନ୍ଦ ସର୍ବ କାରଣ କାରଣ। ଏହି ଭାବନାର ବଶବର୍ତ୍ତୀ ହୋଇ ବ୍ୟକ୍ତି ତାଙ୍କର ପୂଜା କରିବା ଉଚିତ। ଯେ ପରମ ପୁରୁଷ, ସେ ମହାପୁରୁଷ କେବଳ ନୁହନ୍ତି, ସେ ଦେବତା ନୁହନ୍ତି। ହୁଁ, ଗୋଟେ ଚମତ୍କାର ପୁରୁଷ ନୁହନ୍ତି। ସେ ପରମ ପୁରୁଷ, ପରାତ୍ପର ପରମେଶ୍ୱର, ପରାତ୍ପର, ପରର ପରେ। ଭାରତରେ କୃଷ୍ଣ ପୂଜା ନିମିତ୍ତ ହଜାର ହଜାର ମନ୍ଦିର ଅଛି। ସେଠାରେ ଭକ୍ତି ଯୋଗ ମାର୍ଗ ଅଭ୍ୟାସ କରାଯାଇଅଛି। ଯେତେବେଳେ ବ୍ୟକ୍ତି ଭକ୍ତି ଯୋଗ ମାର୍ଗରେ ଏହି ପ୍ରକାର ସେବା କରେ, ସେତେବେଳେ ସେ ଶ୍ରୀକୃଷ୍ଣଙ୍କୁ ପ୍ରଣାମ କରିବା ଉଚିତ। ଏଠି କଣ କୁହାହେଲା? ମନ୍ମାନ ଭାବ ମଦଭକ୍ତ ମଦ ଯାଜି। ମୌଳିକ ମତେ ଧ୍ୟାନ କରିବ, ମଦ ଯାଜି, ମତେ ଉପାସନା କରିବ। ଠିକ ଅଛି। ହୁଁ। ତାପରେ କେମିତି ଉପାସନା କରିବ? ନା କୃଷ୍ଣଙ୍କୁ ପ୍ରଣାମ କରିବା ମାଧ୍ୟମରେ। ବ୍ୟକ୍ତି କୃଷ୍ଣ ବିଗ୍ରହ ସମ୍ମୁଖରେ ନିଜର ମସ୍ତକ ସେ କଣ କରିବ? ହଁ, ଅବନତ କରିବା ଉଚିତ। ଏବଂ ତାର ଶରୀର ଓ ମନ ଏବଂ କ୍ରିୟାକଳାପ ସବୁ କିଛି ଭଗବାନଙ୍କ ସେବାରେ ଲଗେଇବା ଉଚିତ। ଏତଦ୍ୱାରା ବ୍ୟକ୍ତି କଣ ହବ? ନା ଅଖଣ୍ଡ ଭାବରେ ପୂର୍ଣ୍ଣ ରୂପରେ କୃଷ୍ଣ ଚିନ୍ତାରେ ମଗ୍ନ ହୋଇପାରିବ। ହୁଁ। କାୟ ମନ ବାକ୍ୟ ସବୁ ଭଗବାନ କୃଷ୍ଣ ଉପରେ ଅର୍ପଣ କରିବ। ତାର କଥାରେ, ତାର ଚିନ୍ତାରେ, ତାର କର୍ମରେ, ହଁ, ସବୁ ଦେହ ଦେଇକି ଯେ କର୍ମ କରିବ, ମନ ଦେଇକି ଚିନ୍ତା କରିବ, ମୁଖ ଦେଇ କଥା କହିବ, ସବୁ ଭଗବାନ ସାଙ୍ଗରେ ଯୁକ୍ତ ରଖିବ। ତ ଏଇଟା ଲୋକକୁ କୃଷ୍ଣ ଲୋକ ପ୍ରାପ୍ତି ହବାରେ ସାହାଯ୍ୟ କରିବ। ମାୟା ସାଙ୍ଗରେ ସାରାଦିନ ଯୁକ୍ତ ହେଲେ ଏ ମାୟା ଜଗତରେ ରହିବା, କୃଷ୍ଣଙ୍କ ସାଙ୍ଗରେ ଯୁକ୍ତ ହେଲେ କୃଷ୍ଣ ଜଗତକୁ ଯିବା। ସରଳ ସିଦ୍ଧାନ୍ତ। ବିଶୁଦ୍ଧ ଜ୍ଞାନ ନଥିବା ଭାଷ୍ୟକାରଙ୍କର ଭାଷ୍ୟ ପାଠ କରି ଭ୍ରାନ୍ତ ମାର୍ଗରେ ପରିଚାଳିତ ହେବା ଉଚିତ ନୁହଁ। ଯାହାର ଗୀତା ସମ୍ପର୍କରେ ଜ୍ଞାନ ନାହିଁ, କେମିତି ଜାଣିବା ତାର ଗୀତା ସମ୍ପର୍କରେ ଜ୍ଞାନ ନାହିଁ? ହଁ, ସେ ତ ବହୁତ ଭଲ କଥାରେ ବ୍ୟାଖ୍ୟା କରୁଛନ୍ତି, ବହୁତ ଭଲ ବୁଝଉଛନ୍ତି। କେମିତି ଜାଣିବା? ଏଇଠି ଜାଣିପାରିବା ଯେ ଗୀତାର ଲକ୍ଷ୍ୟ ହଉଛି ସର୍ବଧର୍ମ ପରିତ୍ୟଜ୍ୟ ମାମେକଂ ଶରଣଂ ବ୍ରଜ। ଏ ଯେ ଶିକ୍ଷା ଦେଲେ, ସିଏ ଅନେକ ବଡ଼ ବଡ଼ ଗୀତା କଥା କ୍ଲାସ, ଗୀତାର ବହି ଲେଖୁଛନ୍ତି, କିନ୍ତୁ ସବୁ ତ୍ୟାଗୀ ଭଗବାନ କୃଷ୍ଣଙ୍କ ପାଖରେ ଆତ୍ମସମର୍ପଣ କରିଛନ୍ତି କି ନା? ହଁ, ଭଗବାନ କୃଷ୍ଣଙ୍କର ମୌଳିକ ସ୍ୱରୂପରେ ତାଙ୍କୁ ଉପାସନା କରିଛନ୍ତି କି ନା? ସେଇଥିରୁ ବୁଝିପାରିବା। ବୁଝିପାରିଲେ? ତ ବ୍ୟକ୍ତି ନବଦା ଭକ୍ତ ଅଭ୍ୟାସ କରିବା ଉଚିତ। ଶ୍ରବଣମ୍ କୀର୍ତ୍ତନମ୍ ବିଷ୍ଣୁ ସ୍ମରଣମ୍ ପାଦ ସେବନମ୍ ଦାସ୍ୟମ୍ ସଖ୍ୟମ୍ ଆତ୍ମନିବେଦନମ୍ ଅର୍ଚ୍ଚନମ୍ ଏସବୁ ରହିଛି। ହଁ, ଏ ନବବିଧା ଭକ୍ତି। ଇତି ପୁଂସାର୍ପିତା ବିଷ୍ଣୁ ଭକ୍ତି ଚେତ୍ ନବଲକ୍ଷଣ। ଏ ନବବିଧା ଭକ୍ତି ଅଭ୍ୟାସ କରିବା ଉଚିତ। ହଁ, ଯାହାକି କୃଷ୍ଣଙ୍କର ଦିବ୍ୟ ନାମ ଗୁଣଗାଥା ଶ୍ରବଣ କୀର୍ତ୍ତନରୁ ଆରମ୍ଭ ହେଇଛି। ଶ୍ରବଣମ୍ କୀର୍ତ୍ତନ। ହଁ। ଶୁଦ୍ଧ କୃଷ୍ଣ ଭକ୍ତି ହିଁ ମାନବ ସମାଜର
ସର୍ବୋଚ୍ଚ ସର୍ବଶ୍ରେଷ୍ଠ କାର୍ଯ୍ୟ। ଗୀତାର ସପ୍ତମ ଅଷ୍ଟମ ଅଧ୍ୟାୟରେ ଭଗବାନଙ୍କ ଶୁଦ୍ଧ ଭକ୍ତି କଥା ବର୍ଣ୍ଣନା କରାଯାଇଛି। ଏହା କିପରି ଜ୍ଞାନ ଯୋଗ, ଅଷ୍ଟାଙ୍ଗ ଯୋଗ କିମ୍ବା ସକାମ କର୍ମଠାରୁ ଶ୍ରେଷ୍ଠ ତାହା ବର୍ଣ୍ଣନା କରାଯାଇଛି। ଯେଉଁମାନେ ବିଶୁଦ୍ଧ ନୁହନ୍ତି ସେମାନେ ଭଗବାନଙ୍କର ରୂପ ଯଥା ନିର୍ବିଶେଷ ବ୍ରହ୍ମଜ୍ୟୋତି ହୃଦୟସ୍ଥିତ ପରମାତ୍ମା ପ୍ରତି ଆକୃଷ୍ଟ ହୁଅନ୍ତି। ଯେଉଁମାନଙ୍କର ବିଶୁଦ୍ଧ, ସେମାନେ ଭଗବାନଙ୍କର ଭିନ୍ନ ରୂପ ବା ବିଭିନ୍ନ ରୂପ, ଭଗବାନ ନିର୍ବିଶେଷ ରୂପ ବ୍ରହ୍ମଜ୍ୟୋତି ରୂପେ ପ୍ରକାଶିତ ହୋଇଛନ୍ତି, ଭଗବାନ ପରମାତ୍ମା ପ୍ରକାଶିତ ହୋଇଛନ୍ତି। ତ ସେଇମାନେ ଏଇ ବ୍ରହ୍ମଜ୍ୟୋତି ପରମାତ୍ମା ଉପାସନା କରିବେ। ଆଉ ଯେଉଁମାନଙ୍କର ବିଶୁଦ୍ଧ ଭକ୍ତି ହେଇଛି ସେମାନେ ଏକମାତ୍ର ଭଗବାନଙ୍କୁ କୃଷ୍ଣଙ୍କୁ ଉପାସନା କରିବେ। ତେଣୁ ଏକ ଶୁଦ୍ଧ ଭକ୍ତ ସିଧାସଳଖ ଭାବରେ ପରମ ପୁରୁଷ ଭଗବାନ ଶ୍ରୀକୃଷ୍ଣଙ୍କ ସେବାରେ ନିଯୁକ୍ତ ହବ। ଅନ୍ୟ କୋଉଥିରେ ମନୋନିବେଶ କରିବନି। ଶ୍ରୀକୃଷ୍ଣଙ୍କ ସମ୍ବନ୍ଧରେ ଏକ ସୁନ୍ଦର କବିତା ଅଛି। ସେଥିରେ ପରିଷ୍କାର ଭାବରେ କୁହାଯାଇଛି ଯେ ଯେଉଁ ଲୋକ ଅନ୍ନ ଦେବତା ପୂଜା କରେ ସେ ଅତ୍ୟନ୍ତ ନିର୍ବୋଧ। ସେ କଦାପି ଭଗବାନ ଶ୍ରୀକୃଷ୍ଣଙ୍କ ପରମଧାମ ଲାଭ କରିପାରିବ ନାହିଁ। ପ୍ରାରମ୍ଭରେ ଭକ୍ତ ବେଳେବେଳେ ଉଚ୍ଚ ସ୍ତରରୁ ଅଧପତିତ ହୋଇପାରେ, ତଥାପି ସେ ସମସ୍ତ ଦାର୍ଶନିକ ଓ ଯୋଗୀଙ୍କ ଅପେକ୍ଷା ଶ୍ରେଷ୍ଠତର ବୋଲି ବୁଝିବାକୁ ପଡ଼ିବ। ଗୋଟେ ଶ୍ଲୋକ ରହିଛି, ସେ ଶ୍ଲୋକରେ ବର୍ଣ୍ଣନା କରାହେଇଛି ଯେ କୃଷ୍ଣ ଭକ୍ତି ଅନୁଶୀଳନ କରୁ କରୁ କାହାର ଯେ ପତନ ହେଲା, ଧର୍ମ ପଥରୁ ବିଚ୍ୟୁତି ହେଇଗଲା, ତାର କିଛି କ୍ଷତି ନାହିଁ। ତ ଧର୍ମ ପଥରେ ରହିଛି ପୁରା, କିନ୍ତୁ କୃଷ୍ଣ ଭକ୍ତି କରୁନି, ସେଥିରେ କିଛି ଲାଭ ବି ନାହିଁ। ଠିକ ଅଛି। କିନ୍ତୁ ଏଇଠି କୁହାଯାଉଛି କଣ, ଯେ କୃଷ୍ଣ ଭକ୍ତି କରୁ କରୁ ତାର ଅଧପତନ ହେଲା, ତାର କ୍ଷତି ନାହିଁ। ବଡ଼ ବଡ଼ ଦାର୍ଶନିକ ଯୋଗୀ ହେଲେ ବି ଲାଭ ନାହିଁ ଯଦି କୃଷ୍ଣ ଭକ୍ତି ନାହିଁ। ତ ସେ ଯୋଗୀଠାରୁ ଦାର୍ଶନିକ ମାନଙ୍କଠୁ ଶ୍ରେଷ୍ଠ ହଉଛି ଏଟା ପତିତ ଭକ୍ତ ଯିଏ, ସିଏ ବି ଠିକ ଅଛି। ଯେ ସର୍ବଦା କୃଷ୍ଣ ନିଯୁକ୍ତ ସେ ବାସ୍ତବରେ ଜଣେ ସାଧୁ ପୁରୁଷ। ତାର ଆକସ୍ମିକ ପତନ କ୍ରମଶଃ ବନ୍ଦ ହୋଇଯିବ ଏବଂ ସେ ଖୁବ୍ ଶୀଘ୍ର ନିଃସନ୍ଦେହ ଭାବରେ ପୂର୍ଣ୍ଣ ସିଦ୍ଧ ସ୍ତରରେ ଅବସ୍ଥାପିତ ହେବ। ଶୁଦ୍ଧ ଭକ୍ତର ପତନର କୌଣସି ସମ୍ଭାବନା ନାହିଁ, କାରଣ ଭଗବାନ ସ୍ୱୟଂ ଶୁଦ୍ଧ ଭକ୍ତର ଯତ୍ନ ନିଅନ୍ତି। ତାର ସମ୍ଭାବନା ନାହିଁ। ତ ସାଧାରଣ ଭକ୍ତ, ଯେଉଁମାନେ ଭକ୍ତି ଅଭ୍ୟାସ କରୁଛନ୍ତି, ଶୁଦ୍ଧ ସ୍ତରରେ ଉନ୍ନୀତ ହେଇନାହାନ୍ତି, ତାହେଲେ ସବୁବେଳେ ସମ୍ଭାବନା ରହିଛି। ତେଣୁ ବୁଦ୍ଧିମାନ ବ୍ୟକ୍ତି ସିଧାସଳଖ ଭାବରେ କଣ କରିବ, ଏ ଭକ୍ତି ଯୋଗ ମାର୍ଗକୁ ଗ୍ରହଣ କରି ଆନନ୍ଦରେ ଏ ଭୌତିକ ଜଗତରେ କାଳାତିପାତ କରିବା ଉଚିତ। ସେ ନିଶ୍ଚୟ ଶେଷରେ କୃଷ୍ଣଙ୍କ ପରମ ଆଶୀର୍ବାଦ ଲାଭ କରିବ, ଗ୍ୟାରେଣ୍ଟି। ଶାସ୍ତ୍ର କହୁଛି, ଭଗବାନ କହୁଛନ୍ତି, ପ୍ରଭୁପାଦ ବି କହୁଛନ୍ତି। ଆମେ ଖାଲି ବୁଦ୍ଧି ଖଟେଇକି କଣ କରିବା, ସବୁବେଳେ ନିଜକୁ ଭଗବାନଙ୍କ ସାଙ୍ଗରେ ଯୁକ୍ତ ରଖିବା। ପ୍ରତିଟା କର୍ମର ମାଧ୍ୟମରେ ଭଗବାନ ସାଙ୍ଗରେ ଯୁକ୍ତ ରଖିବା, ତାହେଲେ ହେଇଯିବ। ତ ଏଇ ଭାବେ ଆମେ ଆଜି ନବମ ଅଧ୍ୟାୟ ସମାପ୍ତ କଲେ, ତ କାଲି ଦଶମ ଅଧ୍ୟାୟର ଆରମ୍ଭ ହବ। ଏହିପରି ଭାବରେ ଶ୍ରୀମଦ୍ ଭଗବତ ଗୀତାର ନବମ ଅଧ୍ୟାୟର ରାଜବିଦ୍ୟା ରାଜଗୃହ ଯୋଗ ଶୀର୍ଷକ ଭକ୍ତି ବେଦାନ୍ତ ଭାଷ୍ୟ ଏଠି ସମାପ୍ତ ହେବ। ହରେ କୃଷ୍ଣ 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 ହରେ ହରେ, ହରେ ରାମ রাম রাম হরে হরে। বলুন মঙ্গলময় প্রভু কি বলছেন? হরে কৃষ্ণ মহারাজ, প্রণাম ধন্যবাদ মহারাজ। তাহলে গীতার সার কথা মনমনা ভব মদভক্ত হলো না সর্বধর্মান পরিত্যাজ্য হলো মহারাজ, না দুটোই হলো মহারাজ? কি হলো না, গীতার সার কথা মনমনা ভব মদভক্ত এই শ্লোকটা হলো, না সর্বধর্মান পরিত্যাজ্য হলো, না না দুটোই একসঙ্গে হলো মহারাজ? দুটোই কোনটা হলো একসঙ্গে, মহারাজ? দুটোই একসঙ্গে, দুটো। আর একটা জিজ্ঞাসা মহারাজ,
এই পদ্ম পুরাণে একটা শ্লোক রয়েছে, অপারব্ধ ফলম পাপম ফুটম বীজম ফলন মুখম ক্রমেণৈব ফলি এত বিষ্ণু ভক্তি রথ মনাম। তো মহারাজ, কোনটা প্রারব্ধ, কোনটা অপারব্ধ, কোনটা ফুট, কোনটা বীজ, কোনটা ফলন মহারাজ? প্রারব্ধ কর্ম হচ্ছে আমরা এখনই ভোগ করছি, প্রারব্ধ কর্ম। অপ্রারব্ধ মানে ওটা করেছে, ভোগ হচ্ছে না, রয়েছে, ফলনমুখ, এটা ভোগ হবে খুব তাড়াতাড়ি, ফলনমুখ। বীজ, সেটা বীজ অবস্থায় আছে, প্রস্ফুটিত হয় না। এটা আরো ভালোভাবে ভক্তির সম্বন্ধে শুনতে বর্ণনা করা হয়েছে, সেখান থেকে আরো ভালোভাবে জানতে পারবেন। এইভাবে মোটামুটি এটা বললাম। আর কুটম মহারাজ, কুটম? তো কুটো সেরকম কিছু একটা আমি ভালোভাবে দেয় না, মনে আমার দেখতে হবে, মুকুন্দ দেখতে দেখে কালকে বলতে পারবে। এটা তো জানি, ভক্ত এরা সবাই জানে, ভক্তরা জানে এগুলো। মুকুন্দ জানো তুমি? মুকুন্দ নাই? ওকে পিয়াল বলো, পিয়াল। হরে কৃষ্ণ মহারাজ, ধন্যবাদ, প্রণাম মহারাজ। এখানে ভক্তি যুগের ব্যাখ্যা দেওয়া হয়েছে। তো ভক্তরা তো সবসময় ভগবানের শরণাগত। তো যারা আহ, ভগবানকে মানতে চায় না, বা গুরুদেবকে শুধু ভগবান বলে করে দাবি করে, মানে অন্য স্তরের ব্যক্তিরা, তাদের কিরকম গতি হতে পারে? তারা পথভ্রষ্ট, তারা পথভ্রষ্ট। গুরু ভগবান কখনোই নয়। যে ভগবান গুরু বলে আমি ভগবান, সে গুরু নয়। গুরুদেব হচ্ছে ভগবানের প্রতিনিধি। গুরুর কাজ আছে জীবকে ভগবান চরণকমলে পৌঁছে দেওয়া। কিন্তু ভণ্ড গুরুরা কি করে না, ভগবানের নাম করে ভগবানকে পিছিয়ে ঠেলে দিয়ে নিজে সামনে বসে থাকে। এটা যথার্থ গুরুর কাজ নয়। এগুলো আমাদের বেঙ্গলে খুব দেখা যায়, মানে বাঙালিদের মধ্যে। এই ঠাকুর সে ঠাকুর, তাদের এসে বড় বড় মন্দির, আর ভগবান কোথায় গেল? আহা। চৈতন্য মহাপ্রভু যে স্বয়ং কৃষ্ণ আসলো, যে সত্যি সত্যি ভগবান, সেও সর্বত্র কৃষ্ণ পূজা শিখালো। সেও বললো না যে আমাকে, আমি ভগবান। হুম। তিনি সবসময় সবাইকে শিখালো কি, যে কৃষ্ণকে পূজা করো। হ্যাঁ। আরাধ্য ভগবান ভজসতনয় তদ্ধাম বৃন্দাবনম রম্য কথিতোপাসনা ভজ ভজ বর্গন যা কল্পিতা। হ্যাঁ। শ্রী চৈতন্য মহাপ্রভুর মতমিদম তত্রার্ধ না পারা। সেজন্য আজকে সারা বিশ্বতে লক্ষ লক্ষ কৃষ্ণ মন্দির গড়ে তুলছে। কিন্তু ভণ্ড গুরুরা কৃষ্ণ মন্দিরকে উৎসাহ না দিয়ে শিষ্যদেরকে নিজের মন্দির করছে। নিজের মন্দির পূজার জন্য ব্যবস্থা করছে। এটা কি ঠিক? হুম। সাক্ষাৎ হরি, গুরু সাক্ষাৎ হরি, তাতে কোনো সন্দেহ নাই। কিন্তু হরিকে বাদ দিয়ে গুরু, গুরু হবে, এটা গুরুই হতে পারবে না। সে তো গুরু কি জন্য হয়েছে? আমাকে হরি কাছে নিয়ে যাবে। তো হরিকে ঠেলে দিয়ে আমি যদি সেখানে বসে যাবো, ওটা ঠিক হবে না, কখনোই ঠিক হবে না। সবসময় গুরু ভগবানকে আসলে অনেক সময় দেখা যায় হয়তো গুরু এরকম ভাবের নয়। গুরু হতে চায়, গুরু হয়তো ভগবানকে তো শিখিয়েছে, কিন্তু শিষ্যরা একটু বসে বাড়াবাড়ি করে, হ্যাঁ আমার গুরুই সব কিছু, এরকম করে আবার। আমি দেখেছি অনেক, বাংলাদেশে দেখেছি যে গুরুদেবের শিক্ষা হরে কৃষ্ণ মহামন্ত্র করো, গোবিন্দের নাম করো, গোবিন্দকে ভজনা করো। তো শিষ্যরা একটু বেশি ভক্তি দেখিয়ে, হ্যাঁ এই গুরুই আমার ভগবান। তো কিছু কিছু জায়গায় গুরু হয়তো শিখাচ্ছে, কিছু কিছু জায়গায় গুরু শিখাচ্ছে না, গুরুর এটা উদ্দেশ্য নয়, কিন্তু তার শিষ্যরা এরকম করে বসে। বুঝতে পারছো? যেরকম, যেরকম একটা কোন সংস্থা আছে, যে আমার বলছে হরের নাম হইব কেবলম, হরিনাম করছি। তো কে একটা সংস্থা আছে,
সে তো বাবা নাম হি কেবলম, যায় না বাবা মানে ভগবানকে বুঝিয়ে বা কাকে বুঝেছে। তো ওই সংস্থার লোকেরা কি করেছে, এটাই জপ করছে, বাবা নাম হি কেবলম, বাবা নাম হি কেবলম, বাবা নাম হি কেবলম, এটাই জপ করছে। আমার যে হরিনাম হইব কেবলম, হরিনাম হইব কেবলম, আরে হরিনামটা জপ করবে তো, এই বাবা নাম হি কেবলম। সেরকম আমাদের বৈষ্ণব সম্প্রদায় একটা রয়েছে, গুরু মহারাজ বলছিলেন কি একজন গুরু বলছে শিষ্যকে, ভজ ভজ নিতাই গৌর রাধে শ্যাম, জপ হরে কৃষ্ণ হরে রাম। মানে গুরু শিষ্যকে নির্দেশ দিচ্ছে তুমি নিতাই গৌরাঙ্গ রাধা কৃষ্ণের ভজনা করো, আর হরে কৃষ্ণ হরে রাম মন্ত্র জপ করো, ঠিক আছে। তো তোর উপদেশ দিল, নির্দেশ দিল তুমি রাধা কৃষ্ণ জপ ভজনা করো, হরে কৃষ্ণ জপ করো। তো ওরা কি বলছে, ভজ নিতাই গৌর রাধে শ্যাম জপ হরে কৃষ্ণ হরে রাম, ভজ নিতাই গৌর রাধে শ্যাম জপ হরে কৃষ্ণ হরে রাম, এটাই কীর্তন করছে, হরে কৃষ্ণ মহামন্ত্র ছেড়ে দিয়েছে। হ্যাঁ, গুরুদেব বললো যে হরে কৃষ্ণ মহামন্ত্র জপ করো, খুশিটা হয়ে যাওয়া, জপ হরে কৃষ্ণ হরে রাম, জপ হরে কৃষ্ণ হরে রাম, জপ হরে কৃষ্ণ হরে রাম। এইসব অদ্ভুত লীলা আছে। তো তখন মহারাজ। চৈতন্য চরিতামৃত পাঠ হবে ভগবত।